ପଞ୍ଚୁକ ଚାଲିଛି ବେଳାବେଳି ସମସ୍ତଙ୍କର କାମ ସାରି ଦେଉଛି। ରାତି 4ଟାରୁ ଉଠିକି ସବୁ ଠାକୁର ପୂଜା କରି ଅରୁଆ ଡାଲମା କରି ପେଟେ ଖାଇ ଦେଉଛନ୍ତି। ସେଠୁ 4-5 ଜଣ ଖଣ୍ଡେ ପିଣ୍ଡାରେ ବସୁଛନ୍ତି। କା ଝିଅ ଫାଷ୍ଟ ଦିନ ପଞ୍ଚୁକରେ ମୂର୍ଜ ପକେଇକି କେଉଁ ପୁଅ ସାଙ୍ଗରେ ପଳେଇ ଯାଇଥିଲା। କା ଶାଶୁ ମରିଥିଲା ସେଇଦିନ, ସେଇଥିପାଇଁ ତାଙ୍କ ଚଉରାରେ ମୂର୍ଜ ପଡ଼ୁନି। କିଏ ହବିଷ ଡାଲମା କରିଥିଲା, ତାର ସାରୁ ନଥିଲା, ସେ ଯାଇ ସେ ପଣ୍ଡା ସାହିରୁ 2 ଢେପ ଆଣିକି ଡାଲମା ପକେଇକି ରାନ୍ଧିଥିଲା। କା ବୋହୂର ପୁଅ ଝିଅ ହେଉନି, ତାକୁ ଡକ୍ଟର ପାଖରେ ଦେଖାଉନାହାନ୍ତି। କା ଶାଶୁ ତା ବୋହୂକୁ ହଇରାଣ କରୁଛି। ଏଇସବୁ ବିଷୟରେ କଥାବାର୍ତ୍ତା ହେଉଛନ୍ତି। ହଁ, ପୁଣି କାହାର କୁମାର ପୂର୍ଣ୍ଣମୀରେ ଭାର ଆଇଛି, ତା ଦେହରେ କରଞ୍ଜି ନାହିଁ, କାହା ଘରେ ଭାର ଦେଇନାହାନ୍ତି, ଝଗଡ଼ାଝାଟି ପାଟିତୁଣ୍ଡ, ଏଇ ବିଷୟରେ ସବୁ କଥା ହେଉଛନ୍ତି। ତମେ ଜାଣି ସେଇ ବାଟେ ଯିବ କି ଗୋଟେ କ'ଣ କାମ ପଡ଼ିଥିବ, ସେ ବାଟେ ଆସିଲ, ତାଙ୍କ କଥାରେ ଜାଣି କିଛି କଥା କହିବନି। ଠିକ୍ ସେଇ ସିଧାରେ ତମ ମୁଣ୍ଡରୁ ଲୁଗାଟିଏ ଖସିଯିବ। ସେ କହିବେ ଆଉ ଇଲୋ ମା ଲୋ, ଯାଉଛି କ'ଣ କଥା କହୁନି, ଯାଉଛି ତ ଯାଉଛି, ପୁଣି ମୁଣ୍ଡରେ ପୁଣି ଆଉ ଲୁଗା ରହୁନି। ଇନ୍ଦ୍ରଚନ୍ଦ୍ର କ'ଣ ଆଉ ଏବେ ବୋହୂମାନେ ମାନୁଛନ୍ତି? ଏକଥା ତ କହିବେ, ପୁଣି ଯାହା କହିକି ପୁଣି କହିବେ ଦେଖୁନୁ କେମିତି ଚାଲି। ଆଉ ମଣିଷ ମାନୁନାହାନ୍ତି। ଆଉ ମଣିଷ ଅବସ୍ଥାରେ କ'ଣ ଆଉ ଅଛନ୍ତି? ତମ ଘର ପାଖରେ ଯଦି ଏଇଭଳିଆ ପଡ଼ୋଶୀ ଅଛନ୍ତି, କମେଣ୍ଟରେ କୁହନ୍ତୁ।